ধরিকি টান শক্ত টান ভাঙি দেবে দেখো দেখো গোমাংস নেই যাওয়া সময় দুর্ঘটনা বাইকার মুহামুহি ধক্কা দুই গুরুতর ময়ূরভঞ্জ জেলা মৌড়া থানা তথা চিতড়াফাଣ୍ଡି অন্তর্গত পুଣାପାଣି ଛକ ନିକଟରେ ବାଇକ୍ ଏବଂ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ରେ ଥିବା 2 ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଷ୍ଟେସନ ମଧ୍ୟରେ ହବିବ ନାମକ ଜଣେ ଯୁବକ ତାଙ୍କ ସହଯୋଗୀ ସହ ବସ୍ତାରୁ ପାଖାପାଖି 10 କିଲୋ ଗୋମାଂସ ନେଇ ବାରିପଦା ଅଭିମୁଖେ ଧରାପଡ଼ିବା ଭୟରେ OD 01J4412 ହଣ୍ଡା ବାଇକ୍ରେ ଦ୍ରୁତ ଗତିରେ ଯାଉଥିବା ସମୟରେ ଚିତୋଡ଼ାପୁଟୁ ଆସୁଥିବା ଏକ OD 11K 3299 ହଣ୍ଡା କ୍ରିଏଟା କାର୍ ସମ୍ମୁଖକୁ ଏକ କୁକୁର ଆସିବାରୁ ଦୁହେଁ ମୁହାଁମୁହିଁ ହୋଇଥିଲେ। ତେବେ ଘଟଣାସ୍ଥଳରେ କାର୍ଟି ପଳାଇ ଯାଇଥିବା ବେଳେ ବାଇକ୍ରେ ଥିବା ଯୁବକ ଦ୍ୱୟ ମଧ୍ୟରୁ ଜଣକ ସମ୍ପୂର୍ଣ୍ଣ ଗୋଡ଼ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି। 2 ଜଣଙ୍କୁ 108 ଆମ୍ବୁଲାନ୍ସ ଯୋଗେ କିଷାନଦାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନୀୟ ଲୋକେ ପଠାଇଥିବା ବେଳେ ପୋଲିସ ପହଞ୍ଚି ଗୋମାଂସକୁ ଜବତ କରି ଟେଷ୍ଟ ନିମନ୍ତେ ଲ୍ୟାବୋରେଟୋରୀକୁ ପଠାଇବ ବୋଲି ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ସୂଚନା ଦେଇଛନ୍ତି।